Hello everyone, welcome to School Plus. Question ଅଛି 7 to the power 95 ର ଏକକ ଅଙ୍କ କଣ ହେବ? ଯୋଉଟା କି ଇଂଲିଶ ରେ କହିଛି what will be the unit digit of 7 to the power 95? So କହିଛି 7 to the power 95 ର ଯାହା ବି କିଛି ଭ୍ୟାଲୁ ବାହାରିବ ତାର ମାନେ ଏକକ ଅଙ୍କ କେତେ ହବ? ଯୋଉଟା କି ୟୁନିଟ ଡିଜିଟ କେତେ ହବ? ତ ଦେଖନ୍ତୁ ଏଇ କ୍ୱେଶ୍ଚିନ୍ କୁ ନେଇକି ଯାହା ବି କିଛି କନସେପ୍ଟ ଥିବ ମୁଁ ଫାଷ୍ଟ ଆପଣମାନଙ୍କୁ କନସେପ୍ଟ ବୁଝେଇବି ଦେନ୍ ମୁଁ ଆପଣମାନଙ୍କୁ କ୍ୱେଶ୍ଚିନ୍ କରିବି ମୋର ଗ୍ୟାରେଣ୍ଟି ମୁଁ ଆପଣମାନଙ୍କୁ କନସେପ୍ଟ ବୁଝେଇକି ଦେବି ପୁରା ବୁଝେଇ ଦେବି ତ ଆପଣମାନେ ପେସେନ୍ସ ର ସହିତ ଭିଡିଓକୁ ଦେଖିବେ ବିନା ସ୍କିପ୍ କରିକି ଦେଖିବେ ଏବଂ ଯଦି ଆପଣମାନଙ୍କୁ ପରୀକ୍ଷାରେ 7 ଟୁ ଦ ପାୱାର 95 କୁ ଛାଡିକି 7 ଟୁ ଦ ପାୱାର 143 ବାହାର ପକେଇଲା ତ ଆପଣମାନେ କେମିତି କରିବେ ମୁଁ ସବୁ କିଛି କନସେପ୍ଟ ଆପଣମାନଙ୍କୁ ମୁଁ କହିଦେବି ତ ଆପଣମାନେ ପେସେନ୍ସ ର ସହିତ ଭିଡିଓକୁ ଦେଖିବେ ଦେଖନ୍ତୁ ଫାଷ୍ଟ ଅଫ ଅଲ୍ ମୁଁ ଆପଣମାନଙ୍କୁ କହିବି ଆପଣମାନେ ଗୋଟେ ଗୋଟେ କଥା ଖାଲି ଲକ୍ଷ୍ୟ କରନ୍ତୁ ଦେଖନ୍ତୁ କୋଉଟା ନା 7 ଟୁ ଦ ପାୱାର 1 କେତେ ହଉଛି ନା ଆମର 7 ହଉଛି ସେହିପରି ଭାବରେ 7 ଟୁ ଦ ପାୱାର 2 ଯୋଉଟା କି 7 ସ୍କୋୟାର ଇଜ ଇକ୍ୱାଲ ଟୁ 49 ହଉଛି ସେହିପରି ଭାବରେ 7 ଟୁ ଦ ପାୱାର 3 ଯୋଉଟା କି 7 କ୍ୟୁବ ତ ସେଟା କେତେ ହଉଛି ନା ଆମର 343 ବୁଝିପାରିଲେ ତାପରେ ଆସିଲା 7 ଟୁ ଦ ପାୱାର 4 ଯୋଉଟା କି କେତେ ହଉଛି ନା 2401 ବୁଝିପାରିଲେ ତାପରେ ଦେଖନ୍ତୁ 7 ଟୁ ଦ ପାୱାର 5 ଯୋଉଟା କି ଆମର ବାହାରୁଛି କେତେ 16807 ତାପରେ ଆସୁଛି 7 ଟୁ ଦ ପାୱାର 6 ଯୋଉଟା କି ଆମର 117649 ବୁଝିପାରିଲେ ତ ମତେ ଗୋଟେ କଥା ଲକ୍ଷ୍ୟ କରନ୍ତୁ ଦେଖନ୍ତୁ 7 ଟୁ ଦ ପାୱାର 1 ର ଯେତିକି ୟୁନିଟ ଡିଜିଟ ଯେତିକି ବାହାରୁଥିଲା ତ ସେଟା ଆସିକି କୋଉଠି ରିପିଟ ହଉଛି ନା ଆମର ଦେଖନ୍ତୁ 7 ଟୁ ଦ ପାୱାର 5 ରେ ରିପିଟ ହଉଛି ଦେଖନ୍ତୁ ଏଠି ଥିଲା 7 ଏଠି ମଧ୍ୟ ରହୁଛି 7 ବୁଝିପାରିଲେ ଦେଖନ୍ତୁ ତାପରେ 7 ଟୁ ଦ ପାୱାର ସ୍କୋୟାର ଯେତିକି ମାନେ ଯୋଉ ଆମର ଥିଲା ଏକକ ଅଙ୍କ ସେଟା ଆସିକି 7 ଟୁ ଦ ପାୱାର 6 ର ରିପିଟ ହଉଛି ଯୋଉଟା କି 9 ଅଛି ଏଠି 9 ଅଛି ସେଠି ବି 9 ଅଛି ତ ଆପଣ ମାନେ କଣ ଜାଣିଲେ ନା କେଉଁ କେଉଁ ଟର୍ମ ପରେ ଆପଣ ମାନଙ୍କର ରିପିଟ ହଉଛି ଯୋଉଟା କି 4 7 ଟୁ ଦ ପାୱାର 4 ପରେ ରିପିଟ ହଉଛି ତ ଆପଣ ମାନେ ଜାଣିଗଲେ କି 7 ର ସାଇକ୍ଲିକ ଷ୍ଟ୍ରକ୍ଚର କେତେ ହବ ନା ସାଇକ୍ଲିକ ଷ୍ଟ୍ରକ୍ଚର ଯୋଉଟା କି 4 ବୁଝିପାରିଲେ ତ ଯଦି 4 ଆପଣ ମାନେ ଜାଣିଗଲେ ମାନେ ଚାରଟା ଟର୍ମ ପରେ ରିପିଟ ହଉଛି ଯଦି ଆପଣ ମାନେ ଜାଣିଗଲେ ତ ଆପଣ ମାନେ କେମିତି କରିବେ ନା କ୍ୱେଶ୍ଚିନ୍ ଟାକୁ ଦେଖନ୍ତୁ ଏଠି ଅଛି 7 ଟୁ ଦ ପାୱାର 5 ବୁଝିପାରିଲେ ଆପଣ ମାନେ କଣ କରିବେ ନା ଆପଣ ମାନେ 7 ଉପରେ ଯାହା ବି କିଛି ମାନେ ପାୱାର ଥିବ ଆପଣ ମାନେ କଣ କରିବେ ନା ଯୋଉ ପାୱାର ଟାକୁ ଏଠି ବାହାରିଲା କେତେ 4 ବାହାରିଲା ଏଇ 4 ଟାକୁ ଆଣିକି ଏଠି ହରିବେ ବୁଝିପାରିଲେ 4 ହରିଲେ କେତେ ବାହାରୁଛି ନା ଦେଖନ୍ତୁ ରିମାଇଣ୍ଡର ଯେତିକି ବାହାରିବ ନାଇଁ କି ରିମାଇଣ୍ଡର ଯେତିକି ବାହାରିବ ସେଇଟା ହଉଛି ଆପଣ ମାନେ କଣ କରିବେ ନା 7 ଟୁ ଦ ପାୱାର 3 କରିବେ ଯଦି ଏଠି 2 ବାହାରିଥାନ୍ତା ତ ମୁଁ 7 ଟୁ ଦ ପାୱାର 2 କରିଥାନ୍ତି ବୁଝିଲେ କିନ୍ତୁ ଏଠି ବାହାରିଛି କେତେ ନା 7 ଟୁ ଦ ପାୱାର 3 ସେଥିପାଇଁ ମୁଁ ଆପଣମାନଙ୍କୁ କଲି 7 ଟୁ ଦ ପାୱାର 3 ତ 7 ଟୁ ଦ ପାୱାର 3 ର ମାନେ ୟୁନିଟ ଡିଜିଟ କେତେ ବାହାରୁଛି ନା ଆମର 3 ବାହାରୁଛି ଯୋଉଟା କି ଏଇଠି ଅଛି 343 ର ମାନେ ଏକକ ଅଙ୍କ କୋଉଟା ବାହାରୁଛି ନା 3 ବାହାରୁଛି ସେଥିପାଇଁ ଦେଖନ୍ତୁ ଯଦି 3 ବାହାରିଲା ତ 7 ଟୁ ଦ ପାୱାର 95 ର ମାନେ ୟୁନିଟ ଡିଜିଟ ମଧ୍ୟ ସେମ ରହିବ ଯୋଉଟା କି 3 ହବ ବୁଝିପାରିଲେ ଦେଖନ୍ତୁ ମୁଁ କହିଦେଲି ଯୋଉଟା ରିମାଇଣ୍ଡର ବାହାରିବ ସେଇଟା ହଉଛି 7 ର ପାୱାର ରଖିଦେବେ ସେତିକି ତ 7 ର ଯେତିକି ପାୱାର ରଖିଲେ ସେ ତାର ଯେତିକି ମାନେ ୟୁନିଟ ଡିଜିଟ ଯେତିକି ବାହାରିବ ତ ସେଇଟା ହଉଛି ବଡ ସଂଖ୍ୟାର ମଧ୍ୟ ସେତିକି ବାହାରିବ ଯୋଉଟା କି ଏଇଟା ଆପଣ ମାନଙ୍କୁ ଯୋଉଟା କ୍ୱେଶ୍ଚିନ୍ ପଚାରିଛି ସେଥିପାଇଁ 3 ହେଇଯିବ ରାଇଟ୍ ଆନ୍ସର ଅପସନ ସି ଉଡ୍ ବି ରାଇଟ୍ ଆନ୍ସର ମୋର ଆଶା ଆପଣ ମାନେ ଭଲ ଭାବରେ କ୍ୱେଶ୍ଚିନ୍ କୁ ବୁଝି ପାରିଥିବେ ଯଦି ବି ବୁଝି ପାରୁନାହାନ୍ତି ଭିଡିଓକୁ ଆଉ ଥରେ ଯାଇକି ଭିଡିଓ ଦେଖନ୍ତୁ ଏବଂ ତା ସହିତ ଯଦି ଆପଣ ମାନେ ଏବେ ପର୍ଯ୍ୟନ୍ତ ବି ଭିଡିଓକୁ ଲାଇକ୍ କରିନାହାନ୍ତି ଲାଇକ୍ କରିଦେବେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଏବଂ ଆପଣମାନଙ୍କ ଭିଡିଓ କେମିତି ଲାଗିଲା ମତେ କମେଣ୍ଟରେ ଜଣେଇବେ ଥ୍ୟାଙ୍କ ୟୁ ଜୟ ଜଗନ୍ନାଥ